ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସ୍ଥିତ ହଳଦିଆପଦର ଅଟନଗରଠାରେ ଅବସ୍ଥିତ ଶ୍ରୀ ଶ୍ରୀ ଗୌରାଙ୍ଗ ରାଧାଗୋବିନ୍ଦ ଲକ୍ଷ୍ମୀ ନୃସିଂହ ପତିତପାବନ ମନ୍ଦିରରେ ସପ୍ତାହବ୍ୟାପୀ ବ୍ୟାସପୂଜା ବା ଗୁରୁପୂଜନ ସହ ମନ୍ଦିରର ଏକାଦଶ ବାର୍ଷିକ ଉତ୍ସବ ଏବଂ 113ତମ ବ୍ୟାସପୂଜା ସପ୍ତାହବ୍ୟାପୀ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆୟୋଜକ ମନ୍ଦିରର ପ୍ରତିଷ୍ଠାତା ତ୍ରିଦଣ୍ଡୀ ସ୍ୱାମୀ ଶ୍ରୀମଦ୍ ଭକ୍ତିବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱବ୍ୟାପୀ ଶ୍ରୀକୃଷ୍ଣ ଚୈତନ୍ୟ ମିଶନର ପ୍ରତିଷ୍ଠାତା ଆଚାର୍ଯ୍ୟ ତଥା ଅଧ୍ୟକ୍ଷ ନିତ୍ୟଲୀଳା ପ୍ରବିଷ୍ଟ ଓ ବିଷ୍ଣୁପଦ 108 ଶ୍ରୀମଦ ଭକ୍ତି ବୈଭବ ପୁରୀ ଗୋସ୍ୱାମୀ ମହାରାଜଙ୍କ ଜନ୍ମଦିନକୁ ବ୍ୟାସପୂଜା କୁହାଯାଏ। ଉତ୍ସବ ଅବସରରେ ମଥୁରା, ବୃନ୍ଦାବନ, ପୁରୀଧାମରୁ ବହୁ ବୈଷ୍ଣବ ସାଧୁ ସନ୍ଥ ଯୋଗଦେବା ସହ ମହାମନ୍ତ୍ର ଧ୍ୱନିରେ ସାରା ଅଞ୍ଚଳକୁ ଭକ୍ତିମୟ ପରିବେଶ କରିଦେଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଭକ୍ତମାନେ ପ୍ରସାଦ ସେବନ କରିବା ସହ ଭାଗବତ କଥାର ରସ ପାନ କରି ନିଜକୁ ଧନ୍ୟ ମନେ କରିଥିଲେ। ମୋ ନାଁ ହେଉଛି ଭକ୍ତି ବିଚାର ବିଷ୍ଣୁ ମହାରାଜ। ମୋର ଗୁରୁଦେବ ହେଉଛନ୍ତି ନିତ୍ୟଲୀଳା ପ୍ରବିଷ୍ଟ ବିଷ୍ଣୁପାଦ ଅଷ୍ଟୋତ୍ତର ଶତଶୀଳ ଭକ୍ତି ବୈଭବ ପୁରୀ ଗୋସ୍ୱାମୀ ମହାରାଜ। ତାଙ୍କର ବିଷୟରେ ସମସ୍ତେ ଜାଣିଥିବେ। ଆମର ଏଇଠି କୁଠାର ସିଂ ଫୁଲଟାରେ ତାଙ୍କର ଜନ୍ମ ତାଙ୍କର ଥିଲା। ଖଲିଗୁଟ କଲେଜରେ ତାଙ୍କର ଅଧ୍ୟାବସନ ସାରିବା ପରେ ସେ କଂଗ୍ରେସରେ ଅହିଂସା ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କର ଜଏନ୍ କରିଥିଲେ। ତାପରେ ଅସହଯୋଗ ଆନ୍ଦୋଳନରେ ବ୍ରିଟିଶରେ ଚାକିରି କରିବେନି ବୋଲି ଆୟୁର୍ବେଦ ଶିଖିଲେ। ମଧୁସୂଦନ ଶର୍ମା ସେତେବେଳେ ଥିଲେ ଆୟୁର୍ବେଦ କବିରାଜ। ଭଞ୍ଜନଗରରେ ଗୋଟିଏ କ୍ଲିନିକ୍ ଖୋଲିଥିଲେ। ତାପରେ ସେଠୁ ନବଦ୍ୱୀପ ଯୋଗାଇ ମାୟାପୁର ଗଲେ। ଆମର ପରମ ଗୁରୁଦେବ ନିତ୍ୟଳା ଭକ୍ତି ସିଦ୍ଧାନ୍ତ ଠାକୁର ପ୍ରଭୁପାଦ, ଯିଏ ସେତେବେଳେ ଆମର ଚୈତନ୍ୟ ମହାପ୍ରଭୁଙ୍କର ଏ ଧର୍ମକୁ କି ପ୍ରକାର ପୃଥିବୀ ବ୍ୟାପୀ ପ୍ରଚାର ହେବ ଏବଂ ବିଦେଶୀ ଲୋକମାନେ କେମିତି ଗ୍ରହଣ କରିବେ, ସେଥିପାଇଁ ଇଂରାଜୀରେ ତାଙ୍କୁ ସେମାନେ ପରିବର୍ତ୍ତେ ଲେଖାଲେଖି କରିକି ସବୁ କରୁଥାନ୍ତି। ତାଙ୍କର ସହଯୋଗରେ ସେଇଠୁ ଦୀକ୍ଷା ନେଲେ 1936ରେ। ତାପରେ ବ୍ରହ୍ମଚାରୀ ରହିଲେ। ଆସିବା ପରେ ଆନ୍ଧ୍ରାରେ 4ଟି ମଠ କଲେ, ଆଉ ବିଶାଖାପଟ୍ଟନମ 2ଟି ମଠ କରିଛନ୍ତି। ତାପରେ ରାଜମନ୍ଦିରରେ ମଠ କଲେ, କବୁରରେ ମଠ କଲେ। ତାପରେ ଆମର ଓଡ଼ିଶାରେ ପୁରୀରେ ଚୈତନ୍ୟ ଚନ୍ଦ୍ର ଆଶ୍ରମ ଅଛି ଆଇତଟା, ସେଇଠି ମଠ କରି 1987ରେ ଶ୍ରୀକୃଷ୍ଣ ଚୈତନ୍ୟ ମିଶନ ବୋଲି ରେଜିଷ୍ଟ୍ରେସନ୍ ହେଲା ପୁରୀରେ। ମୁଁ ସେତେବେଳେ 1978ରେ ଜଏନ୍ କଲି ତାଙ୍କ ସାଙ୍ଗରେ। ତାପରେ ଆମର ଦିଗପହଣ୍ଡରେ ଗୋଟେ ବ୍ରାଞ୍ଚ ହେଲା। ତାପରେ ବାଲେଶ୍ୱର, ଖଣ୍ଡାପଡ଼ା, ଆଉ ଭଦ୍ରକ, ଭୁବନେଶ୍ୱର ଆମର ଓଡ଼ିଶାରେ ହେଲେ ମଠ ହେଲା। ମାୟାପୁରରେ, ବୃନ୍ଦାବନରେ ଏବଂ ସେଲମରେ ଗୋଟେ ମଠ ଅଛି ତାମିଲନାଡ଼ୁରେ। ଗୁରୁବାୟୁରୁ ଗୋଟେ ମଠ ଅଛି ସେଠି କେରଳରେ, ସେଇଠି ଏ ସମସ୍ତ କଲେ। ଆମେ ତାଙ୍କର ଶିଷ୍ୟ ହିସାବରେ, ପ୍ରଥମ ଶିଷ୍ୟ ହିସାବରେ, ସନ୍ନ୍ୟାସୀ ହିସାବରେ ଆମେ ମଧ୍ୟ ସେଇ ସମୟରେ ସହଯୋଗ କରି ଚେଷ୍ଟା କରି କଲୁ। ଆମେ ଯିଏ ଯେଉଁଠି ଥିଲୁ ସେଇଠି ଲୋକମାନଙ୍କୁ କି ପ୍ରକାର ତାଙ୍କୁ ନିଶା ମୁକ୍ତ କରିବା। ଲୋକମାନେ ମଣିଷ ଜୀବନ ପାଇଛନ୍ତି ମଦ ମାଂସ ଏବଂ ନିଶା ଇତ୍ୟାଦି ଖାଇକି ସେମାନେ ମଣିଷ ଜୀବନକୁ ନଷ୍ଟ କରୁଛନ୍ତି। ସେମାନଙ୍କୁ କେମିତି ଭଲ ଦିଗକୁ ଆଣିକି ଆଧ୍ୟାତ୍ମିକ ମାର୍ଗରେ, ଭକ୍ତି ମାର୍ଗରେ, ଆମର ଗୀତା ଭାଗବତ ଆମର ଯେଉଁ ସନାତନ ଧର୍ମ ରହିଛି ସେଇଥିରେ କେମିତି ସେମାନଙ୍କୁ ପ୍ରେରଣା କରିବା, ଏ ପ୍ରକାର ଆମେ ମଧ୍ୟ ସେଇଥିରେ ନିଜେ ଆଚରଣ କରିକି ଶିକ୍ଷା କଲୁ। ତାପରେ ବିଦେଶରେ ମଧ୍ୟ ଆମର ଏବଂ ଇଟାଲୀରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା, ସ୍ପେନରେ ରାଧା ବଲ୍ଲଭ ପ୍ରତିଷ୍ଠା ହେଲା ଅଲିକାନ୍ତରେ, ଭିଏନାରେ ରାଧା ଗୋବିନ୍ଦ ପ୍ରତିଷ୍ଠା ୟୁରୋପରେ ହୋଇଛି, ମେକ୍ସିକୋ, ଆମେରିକା ଟ୍ରାଭେଲ୍ କଲେ ଗୁରୁ ମହାରାଜ ମଧ୍ୟ 10 ବର୍ଷ। ତାର ପରେ 2009 ମସିହାରେ ତାଙ୍କର ଇହଲୀଳା ସମ୍ବରଣ କଲେ। ତାଙ୍କର ଏହି ସଂସ୍ଥାକୁ ଆମେ ଯେଉଁମାନେ ଅଛୁ ସେମାନେ ସବୁ ଠିକ୍ ଭାବରେ ପ୍ରଚାର ପ୍ରସାର ଦେଶ ବିଦେଶରେ କରିକି ଆସୁଛୁ। କେବଳ ଗୋଟିଏ ଓଡ଼ିଶାର ଅନୁଷ୍ଠାନ ଆମର ଏଇ ଗୁରୁ ମହାରାଜ ତାକୁ କରିଛନ୍ତି। ଅନ୍ୟାନ୍ୟ ପ୍ରଚାର ଅନୁଷ୍ଠାନ, ଆଧ୍ୟାତ୍ମିକ ଅନୁଷ୍ଠାନ, ଧର୍ମ ଅନୁଷ୍ଠାନ ଅଛି, କିନ୍ତୁ ଓଡ଼ିଶାରେ ଗୋଟେ ଇଣ୍ଟରନ୍ୟାସନାଲ୍ ଷ୍ଟାଣ୍ଡାର୍ଡ଼ ଯାଇ କରିବା ପାଇଁ ଅନ୍ୟ କେହି ନାହାନ୍ତି। ପୁରୀ ଗଜପତି ମହାରାଜ ମଧ୍ୟ ୟୁରୋପରେ ଆମର ଭିଏନା ମଠକୁ ଯାଇଥିଲେ ଏବଂ ଆମର ଗୁରୁ ମହାରାଜଙ୍କ ବିଷୟରେ ଅନେକ କଥା କହିଛନ୍ତି। ସେ ନିଜେ କହିଲେ ଯେ କେବଳ ଆମର ଉତ୍କଳର ଗୌରବ, ଯିଏକି ଦେଶ ବିଦେଶରେ ତାଙ୍କର ଏହି ପ୍ରକାର ପ୍ରଚାର ପ୍ରସାର କରିଛନ୍ତି ବୋଲି କହିଲେ। ସେଥିପାଇଁ ଆମର ଏଇଠି ମଧ୍ୟ ମଠ ହେଲା 2015ରେ ପ୍ରତିଷ୍ଠା ହେଲା। ଏଠି ମଧ୍ୟ ଚାଲିଛି ସବୁ
आज और 8 दिन धरि चलछि। हाँ 1 तारिखରୁ 8 तारिख पर्यंत गाँ पाखापाखि समस्ते आसती सकाଳେ भागवत होउची प्रवचन होउची प्रसाद पाउचंदी बहुत अनेक लोक परिवर्तन होइचंदी आध्यात्मिक जीवन यापन करचंदी निशा पिशा सब छाड़िकी दिनचर्या पालन करचंदी परिवार कथा सब करिकी करचंदी। भक्ति स्वरूप गोस्वामी महाराज कौन कहबे मंदिर वार्षिक उत्सव चलछि दीर्घ 8 दिन धरि। आमर परम गुरुदेव ओम विष्णुपाद परमहंस परिव्राज आचार्य सुत श्रीमद भक्ति वैभव पुरी गोस्वामी महाराज को 13तम ये हूँ 113तम आविर्भाव महोत्सव प्रत्येक वर्ष जो प्रकार करा जाए नीतिदिन यही प्रकार समस्ते साधु सन्त पुरी वृंदावन चारिड़ साधु सन्त आम जिते सब अच्छा बाहर साधु सन्त आसती भगवान भक्त मानकर माध्यम भगवान जीवर कल्याण पाई भगवत विमुख जीव जड़मुख हो सब ये संसार भितर आम समस्ते मनुष्यर धर्म यहाँ नुह मनुष्यर धर्म होची नित्य कृष्णकर दास सब भगवत प्रेम होगापी भगवत धाम को जावाई चिंता करिया आवश्यक किंतु आम जड़ जगत भितर रही जड़र कथा जड़ विषय विषय आम रचित ही विषय चिंता करछे तेणुक भगवान पार्षद मान कि आसती आसी ये जीव मान को उद्धार करने बोली साधन करी भगवत वार्ता आ कली जुगे महाप्रभुंर मूल मंत्र है हरे नामम केवल कलौ नास्तेव 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 गतिरन्नता कली जुगे हरिनाम व्यतीत आ कौन उद्धार होबार कि आत्मार कल्याण रास्ता नहीं तेणुक भागवतर मध्य शेष श्लोक है नाम संकीर्तनं जस्य सर्वपाप प्रणाशनम प्रणाम दुख समेष्टो तंग हरि परम आकु समस्त मन भितर मुख भितर आउ सब कर्णरे मध्य यही श्रवण हो बोली ये साधु सन्त माने ये धराधाम को आसता एमानंकर जन्म कर्म भगवान जे प्रकार जन्म आ कर्म दिव्य साधु सन्त मानकर प्रकट आ अप्रकट आ कार्य मध्य दिव्य से प्रकार होता है तेणुक यही माध्यम लोक मान सचेतन करने लोक मान भगवत मुख करने तांकर पापरू निवृत्ति बोली ये सब कार्यक्रम करा जाए। सप्ताह व्यापी धरि वार्षिक उत्सव कार्यक्रम चलछि कौन कौन कार्यक्रम होछि वार्षिक उत्सव भागवत सकाळे भक्ति शरण परमार्थी महाराज भागवत कथा कहते संध्यारे आमर गुरुदेव ओम विष्णुपाद परमहंस परिव्राज आचार्य सुत श्रीमद भक्ति विचार विष्णु गोस्वामी गुरु महाराज गौर कथा कहते आउ आज 24 अष्टप्रहर नाम हम काली की आज सका 6टार आरंभ है काली 7टा को पूर्ण हम काली की गुरु पुष्पांजलि गुरुदेव पुष्पांजलि हम तापर धर्म सभा हम सब साधु सन्त मान सम्मिलन हम सब भक्त मान प्रसाद व्यवस्था कराई समस्ते प्रसाद पाइबे यही कार्यक्रम ए संपूर्ण हम।